ସବୁଠୁ ଜଟିଳ ହେଉଛି ନାଟକ ଲେଖିବା। ଆଉ ଯାତ୍ରା ନାଟକ ଲେଖିବା ସବୁଠୁ ଜଟିଳ। ଜଣେ ଲେଖକ ଜଣେ କ'ଣ କଲେ ଆହୁରି ଭଲ ଲେଖା ହେଇପାରିବ? ନାଟକ ହେଉ କି ଉପନ୍ୟାସ ହେଉ, ସାହିତ୍ୟର ଦୁଇଟି କଥା ଲୋକମାନଙ୍କ ପାଖରେ ପହଞ୍ଚେ, ଲୋକମାନଙ୍କୁ ପ୍ରଭାବିତ କରେ। ଉପନ୍ୟାସ ଜଣେ ଲୋକ ପଢ଼େ, ଜଣେ ଲୋକ ବୁଝେ। ନାଟକଟି ସାମୂହିକ ଭାବରେ ଆମକୁ ପ୍ରଦର୍ଶିତ କରିବାକୁ ପଡ଼େ, ଗୁଡ଼ିଏ ଲୋକଙ୍କୁ ଏକାବେଳେ ବୁଝେଇବାକୁ ପଡ଼େ। ସାହିତ୍ୟ ବିଭାଗରେ ଯେତେ ସବୁ ବିଭାଗ ଅଛି, ସବୁଠୁ ଜଟିଳ ହେଉଛି ନାଟକ ଲେଖିବା। ଆଉ ଯାତ୍ରା ନାଟକ ଲେଖିବା ସବୁଠୁ ଜଟିଳ। ମାନେ ସାଧାରଣ ମଞ୍ଚ ନାଟକ ତ ମୁଁ ଅନେକ ଲେଖିଛି, ମଞ୍ଚ ନାଟକଠୁ ସିନେମାଠୁ ଯାତ୍ରା ନାଟକଟା ବହୁତ ଜଟିଳ। ଯାତ୍ରା ନାଟକରେ ରାତି ସାରା, ରାତି ଅଧରେ, ଅଧା ରାତିରେ ଅନେକ ଦର୍ଶକ ଥାଆନ୍ତି। ସେହି ଦର୍ଶକମାନଙ୍କୁ ଚୁପ୍ କରେଇ କାହାଣୀ ଶୁଣାଇବା, ନାଟକ ଦେଖାଇବା ଗୋଟେ କଠିନ ପାଠ। ଏବଂ ମୋତେ ଲାଗେ ଯେ ନାଟ୍ୟକାରଟିଏ ମାନେ ସମାଜର ନାୟକ, ସିଏ ଚାହିଁଲେ ଦିଗ ବଦଳାଇ ଦେବ, ସିଏ ଚାହିଁଲେ ଲୋକଙ୍କୁ ପ୍ରଭାବିତ କରିପାରିବ। ଏକାବେଳକେ 5,000 ଲୋକଙ୍କୁ ସାମ୍ନା କରୁଛି ନାଟ୍ୟକାରଟିଏ। ଏକାବେଳେ 5,000 ଲୋକ ତାଳି ମାରୁଛନ୍ତି, କାନ୍ଦୁଛନ୍ତି, ହସୁଛନ୍ତି। ଆଠୁ ଭଲ କଥା, ବଡ଼ କଥା କ'ଣ ଅଛି?